হ্যাঁ কি কথা কোটি নমিনি হিমালয় মুখে আমার কোন গোড়ি পড়ি হব ডাকিনি ভাই সে আমার দলের নাই বলে মু দেইনি মু ସବୁ ଦଳ ଲୋକଙ୍କୁ ଡାକିଥିଲି ଟିକେ ଡାକି ଦେଇଥିଲା ତା ଝିଅକୁ ଡାକିଥିଲି ଆପଣ ଦଳ କଥା କହୁଛନ୍ତି ଆପଣ କହିଲେ ଦଳ ଶେଷ ନିର୍ବିଶେଷରେ ସମସ୍ତେ ଆସିବା କଥା କିନ୍ତୁ ଯଦି ଆପଣ ବିଜେପି ବାଲାଙ୍କୁ ଡାକି ପାରିଲେ ବିଜେପି ନେତାଙ୍କୁ ଡାକି ପାରିଲେ ମୁଖ୍ୟମନ୍ତ୍ରୀ କାହିଁ ଡାକିଲେ ନା ସେଟା ମୋ ପକ୍ଷେ ଭଲ ହେଇନି ଆଉ ଯେତେବେଳେ ହବ ଡାକିଦବା ସେ ମନ ଦୁଃଖ କରିଥିବେ ନା ନାଇଁ ଦୁଃଖ କଲେ ମୁଁ ଦେଖିଦେଲି ହାଲୋ ମୁଖ୍ୟ ମାଡ଼ି ଚାଲ ଗୋଟେ ପୋଷ୍ଟର ଦେଖିଲୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ସୁପ୍ରିୟା ସେଥିରେ କଂଗ୍ରେସର କିଛି ଚିହ୍ନ ନଥାଉ ସେଇଟା ଗୋଟେ ବଢିଆ ଝିଅ ଆମର ଆଚ୍ଛା କୋଉଥିରେ ମୁଁ କେମିତି କୋଉଥିରେ ହେଇଛି ଏବେ ନାହିଁ ମୁଁ କେମିତି ଚିନ୍ତା ଲାଗେ ତାର ସେ ଯେମିତି କୋଟିପତି ଆମେ ଚାରିଆଡ଼େ ହିସାବ ଦେଲେ ମୋତେ ବି ଆମେ 50,000 କୋଟିପତି ଜମି ରେଟ୍ ଆମର ବଢ଼ିଯାଇଛି ମହତାବ ରାଜଧାନୀ କରିଛି ଏଠି ଶଳା ପଟିଆରେ 30 କୋଟି ଏ ଏରିଆରେ ଭୁବନେଶ୍ୱର ଯୋଉଠିକି ଯିବ 20 କୋଟି ତେଣୁକରି ପଇସା ବଡ଼ ନୁହଁ লিডারশিপ দরকার ଆପଣ ସେ ଯୋଉ ନୂଆ ଆଞ୍ଚଳିକ ଦଳ ଖୋଲିକି ଆପଣ ଯୋଉ ଟିକେଟ ଦିଅନ୍ତି ଛାଡ଼େ କି ଏମପି ସୁରତର ଆଉ ଠିଆ ହେବାର ନାହିଁ ତାର ଦି ପୁଅ ରେଡ଼ି ଆଉ ଜଟଣୀରୁ କଂଗ୍ରେସ ଏମଏଲଏ ବିଧାନସଭା ଯିବ ଯେତେବେଳେ ଇଲେକ୍ସନ ହବ ପ୍ରତିଜ୍ଞା ମୋ ଭୋଟର ଭାଇମାନେ କାଲି ନେଇଛନ୍ତି ଯେଉଁ କମି କାଲି ଆମର ହେଇଥିଲା କ'ଣ ବୁଥରୁ 10 ଜଣ ଡକା ହେଇଥିଲା ସେ ଶପଥ ନେଇଛନ୍ତି କଂଗ୍ରେସ টিকেটরে যে জটুন ঠিয়া হব বিধানসভাକୁ ଯିବ ସୁର ଭାଇ ମୁକିମ କ'ଣ ଏତେ ଦକ୍ଷ ନେତା କି ନବୀନ ପଟ୍ଟନାୟକ ସହିତ ଏକ ବିକଳ୍ପ হ্যাঁ কি কথা কোଉଠି ନବୀନ ହିମାଳୟ ମୁକିମ ଆମେ କ'ଣ ଗୋଡ଼ି ଫୋଡ଼ି ହବ ଏଗୁଡ଼ା କାହିଁ ଶୁଣୁଛ ନବୀନ ପଟ୍ଟନାୟକ ହିମାଳୟ ମୁକିମ ହିସାବ କଲେ ଗୋଟେ ଗୋଡ଼ି ହବ ସେଗୁଡ଼ାକୁ ଆମେ କାହାକୁ ତୁଳନା କରିବାନି କିନ୍ତୁ ଖରାପ ବି ନୁହଁ ମୁକିମ ଆମେ କହିବୁନି ସେ ଯଦି ଆଗଉଛନ୍ତି ଆସନ୍ତୁ ଯଦି ଓଡ଼ିଶାବାସୀ ତାଙ୍କ ପଛରେ ଠିଆ ହେଇଯିବେ ନା କ'ଣ ତମ ଭଳିଆ ଟୋକା ଠିଆ ହେଇଯିବେ ଆମେ କ'ଣ କରିବୁ ଚାଲୁ